ଜୟ ଜଗନ୍ନାଥ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏବଂ ଚୁଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବା ଶରୀରକୁ ଅଧିକ ଦିନ ସଜ୍ଜୀବିତ ରଖିବା ପାଇଁ ଆମେ ଶରୀରରେ ତେଲ ମାରିଥାଉ। କିନ୍ତୁ ଏ ତେଲ ମାରିବାରେ କିଛି ଗୋଟିଏ ନିୟମ ଅଛି। ବହୁତ ବ୍ୟକ୍ତି ସେ ନିୟମ ମଧ୍ୟ ଜାଣିଥାନ୍ତି, କିଛି ଲୋକ ମଧ୍ୟ ଜାଣିନଥାନ୍ତି। ଯଦି ସେଇ ନିୟମ ଅନୁଯାୟୀ ଆମେ ଶରୀରରେ ତେଲ ମାରିବା ତାହେଲେ ଶରୀର ପାଇଁ ସୁସ୍ଥ ବାତାବରଣ ତିଆରି ଯେମିତି କରିଥାଏ, ବାସ୍ତୁ ପାଇଁ ମଧ୍ୟ ସେମିତି ସୁସ୍ଥ ବାତାବରଣ ତିଆରି କରାଯାଏ। ତେଲ ମାରିବାରେ ମଧ୍ୟ କିଛି ଗୋଟିଏ ବିଧି ଅଛି। ବିଧି ପ୍ରଥମେ ତେଲ ବାମ ଚକିରେ ନେବା ଏବଂ ଡାହାଣ ହାତର ମଧ୍ୟମ ଆଙ୍ଗୁଳରେ ଓಂ ନମୋ ଭଗବତେ ବାସୁଦେବାୟ 3 ଥର ଜପ କରିବା। ତାପରେ ସେଇ ମଧ୍ୟମ ଆଙ୍ଗୁଳିରେ ତେଲ ଆଣି ନାଭିର ଶରୀରର ବ୍ରହ୍ମସ୍ଥାନରେ ଲଗାଇବା। ତାପରେ ଆପଣ ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ଲଗାଇବା। ପୁଣି ପାଦରେ ଥିବା 10ଟି ଆଙ୍ଗୁଳିରେ ମଧ୍ୟ ଲଗାଇବା। ଲଗାଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଏ। କିନ୍ତୁ ତେଲ ଲଗାଇବାର ବିଧି ମଧ୍ୟ ଆଉ ଅଲଗା ପ୍ରକାର ଅଛି। ତାହା ହେଉଛି ବାର ଅନୁଯାୟୀ ଆମେ ଯଦି ତେଲ ଲଗାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ବାରରେ ପ୍ରଥମ ବାର ରବିବାର। ଯଦି ରବିବାରରେ ଆମେ ତେଲ ଲଗାଉଛନ୍ତି ତାହେଲେ ତାପ ବୃଦ୍ଧି ପାଏ, ଶରୀର ଉତ୍ତେଜନା ଟିକେ ଅଧିକ ହୁଏ, ରାଗ ଏବଂ ଈର୍ଷା ଭାବ ମଧ୍ୟ ଆସିଥାଏ। ଦ୍ୱିତୀୟ ବାର ଯଦି ମଙ୍ଗଳବାରରେ ଆମେ ସୋମବାର ଯଦି ଆମେ ତେଲ ଲଗାଇବା, ରବିବାର ପରେ ସୋମବାର ଯଦି ଆମେ ତେଲ ଲଗାଇବା, ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ରୂପ ସୌନ୍ଦର୍ଯ୍ୟ ଏଟା ଶରୀର ପାଇଁ ଭଲ ବୃଦ୍ଧି ପାଇଥାଏ। ତୃତୀୟ ବାର ଯଦି ମଙ୍ଗଳବାରରେ ଆମେ ତେଲ ଲଗାଇବା ତାହେଲେ ମୃତ୍ୟୁ ଯୋଗ ଆସିଥାଏ, ଆୟୁଷ କିଛି ମାତ୍ରାରେ କମି ଯାଇଥାଏ ଏବଂ ଈର୍ଷା ଭାବ ମଧ୍ୟ ଅଧିକ ସେ ବ୍ୟକ୍ତିକୁ ଜାଗ୍ରତ ହୋଇଥାଏ। ଯଦି ବୁଧବାରରେ ଆମେ ତେଲ ଲଗାଇବା, ବାସ୍ତୁ ପାଇଁ ବା ସେ ବ୍ୟକ୍ତି ପାଇଁ ଧନ ପ୍ରାପ୍ତିର ଯୋଗ ବନିଥାଏ। ଯଦି ଆମେ ଗୁରୁବାରରେ ତେଲ ଲଗାଇବା ତାହେଲେ କାର୍ଯ୍ୟ ହାନିର ଯୋଗ ବନିଥାଏ। ଯଦି ଶୁକ୍ରବାରରେ ଆମେ ତେଲ ଲଗାଇ ତାହେଲେ ଦୁଃଖ ମାଡ଼ି ଆସେ ବା ଦୁଃଖ ପଡ଼େ। ଯଦି ଶନିବାରରେ ଆମେ ତେଲ ଲଗାଇବା ତାହେଲେ ସୁଖ ପ୍ରାପ୍ତିର ଯୋଗ ବନେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଶରୀର ପାଇଁ ତେଲ ହିଁ ଲଗାଇବା ଆବଶ୍ୟକ। କିନ୍ତୁ ଏହି ନିୟମ ଅନୁଯାୟୀ ଆମେ ଯଦି ତେଲ ଲଗାଇବା ତାହେଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଯଦି ପିଲାମାନଙ୍କର ସ୍ମରଣ ଶକ୍ତି କମ୍ ଅଛି ତାହେଲେ ପିଲାଙ୍କର ପାଦଦେଶରେ ଯଦି ଆମେ ଶୋଇଲା ସମୟରେ ତେଲ ଲଗାନ୍ତି ତାହା ମଧ୍ୟ ପିଲାର ସ୍ମରଣ ଶକ୍ତି ଅଧିକ ହୋଇଥାଏ। ତେଣୁ ଏହି ବାରରେ ତେଲ ଲଗାନ୍ତୁ, ଶରୀରକୁ ସୁସ୍ଥ ରଖନ୍ତୁ। ଜୟ ଜଗନ୍ନାଥ।